प्रभु अवकाश देइछन्ति एणु मो प्रभु को धन्यवाद दूची तो सहित उत्कल बाप्टिस्ट मंडली सम्मिलन समस्त कर्तृपक्ष को मंचासीन समस्त प्रभु को दासगण को पुणी प्रार्थना मीटिंग रो समस्त कर्तृपक्ष कतिरे स्थानीय ग्राम शाखा मंडली चालक एवं समस्त कर्तृपक्ष उपस्थित समस्त विश्वासी विश्वासिनी को नववर्षर बहुत बहुत साधुवाद नमस्कार ज्ञापन करे। आसंतु आमे प्रार्थना करिबा समय मूल्यवान अटे। प्रार्थना सहित वाक्य को अग्रसर है। महामहिम स्वर्गस्थ पिता एही वर्षर प्रारंभ समय आम्भे माने तुम्भ नामरे समवेत होइछु। प्रभु वर्षर एही सप्तम दिवस आम समस्तंक पाई विशेष आशीर्वादर दिवस हेउ। जहाँ भी प्रतिबंधक अछि सकल प्रतिबंधक जीसुंक नाम रे दूर हेउ। स्वर्गीय पिता एही समय स्वर्ग उन्मुक्त कर दियो। प्रभु तुम्हर आत्मा एठारे गमनागमन करंतु। प्रत्येक जीवन तुम्ह सानिध्य रे सिक्त हेउ एवं प्रभु तुम्ह रब आम समस्त को संजीवित करू। स्वर्गीय पिता तुम्ह आत्मा को सानिध्य रे आमन को हजिबा को दियो। प्रभु तुम्हे वक्ता हुओ राजा। प्रत्येक जीवन को तुम्हें अधिकार करो। प्रभु एई समय आम प्रत्येक उद्दीपनार समय हेउ। प्रभु स्वर्ग खोली दियो राजा। आउ तुम्हे आपनार उच्चारण कर। प्रभु तुम्हर बलवान हस्तरे आमे समर्पित होई एई प्रार्थना जीसुंक नाम रे मागुछु। आमेन। पदे गीत गाई प्रभु को धन्यवाद देवा। करंती प्रभु प्रभु एई समय तुम्हें हमको कथा कुह राजा। आमे सुनिबु आशीर्वाद पाइबु। समस्त गौरव महिमा ए प्रार्थना जीसुंक नाम रे उत्सर्ग करूछे। आमेन। दुई गोटी कथा को मो संक्षिप्त रे कहिबी। वर्षर आरंभ समय आंभ मानक पाई की प्रकार प्रस्तुत हेबार समय अथे। प्रिय ईश्वर लोक माने वर्षर आरंभ समय रे बाइबलर राजा माने युद्ध करने को जाउथिले। द्वितीय सामुएल 11 अध्याय 1 पद पढ़ंतु।
ବର୍ଷର ଆରମ୍ଭ ସମୟ ବାଇବଲର ରାଜା ମାନେ ଯୁଦ୍ଧ କରିବାକୁ ଯାଉଥିଲେ। ଆଉ ନୂତନ ନିୟମରେ ପ୍ରଥମ ଭିତର 2:9 ପ୍ରକାଶିତ 1:5-7 ଅନୁସାରେ ପ୍ରଭୁ ଆମକୁ ରାଜା ବନେଇଛନ୍ତି। ଇଂରାଜୀ ତର୍ଜମାରେ ସେ ଆମକୁ କିଙ୍ଗସ୍ ଆଉ ପ୍ରିଷ୍ଟସ୍ ବନେଇଛନ୍ତି। ପୁରାତନ ନିୟମର ରାଜା ମାନେ ବର୍ଷର ଆରମ୍ଭରେ ଯୁଦ୍ଧକୁ ବାହାରୁଥିଲେ। ଆମେ ନୂତନ ନିୟମର ରାଜା ଅଛୁ। ଯଦି ଆମେ ବି ଏ ନୂଆ ବର୍ଷରେ ଯୁଦ୍ଧ ଆରମ୍ଭ କରିବା ନାହିଁ, ନୂଆ ଆଶୀର୍ବାଦ ନୂଆ ସାମ୍ରାଜ୍ୟ ପାଇପାରିବା ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ରାଜା ମାନେ 3 ଗୋଟି ଉଦ୍ଦେଶ୍ୟ ନେଇକି ଯୁଦ୍ଧକୁ ଯାଉଥିଲେ। ପ୍ରଥମ ଉଦ୍ଦେଶ୍ୟ ଥିଲା କିଛି ନୂଆ ସାମ୍ରାଜ୍ୟ ନିଜର ଅଧୀନକୁ ଆଣିବା ପାଇଁ। ଚଳିତ ବର୍ଷରେ ଆପଣ ଯଦି ଗୋଟିଏ ଆତ୍ମିକ ରାଜା ଅଟନ୍ତି, ନୂଆ ଆଶୀର୍ବାଦ ପାଇବା ପାଇଁ ଯୁଦ୍ଧକୁ ବାହାରିବାକୁ ପଡିବ। ବସି ରହିଲେ ହେବ ନାହିଁ। ଆପଣ କେମିତି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି? ପାଉଲ କହିଲେ ତିମୋଥୀକୁ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ କର। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି ବୋଲି ପାଉଲ କହୁଛନ୍ତି। ତାମାନେ ଖ୍ରୀଷ୍ଟିଆନ ଜୀବନ ଯୁଦ୍ଧ ଜୀବନ ଅଟେ। ଏଫେସିୟ 6:12 ଏବଂ ପ୍ରଥମ ତିମୋଥୀ 6:12, 13, 14, 15 ପଢିବା ଦରକାର ନାହିଁ। ମୁଁ ଯାହା କହିବି ସେତିକି ହିଁ ପଢିବେ, ଯେହେତୁ 40 ମିନିଟ୍ ସମୟ ଭିତରେ ମୁଁ ସବୁ କହିବାକୁ ଚାହୁଁଛି। ପ୍ରଭୁଙ୍କ ଲୋକମାନେ, ଆପଣ ଗତ ବର୍ଷ କେମିତି ପାର କଲେ ତାହା ଯାଉ, କିନ୍ତୁ ଏଇ ବର୍ଷ ଆପଣ ଗୋଟିଏ ରାଜା ଭାବରେ ଯୁଦ୍ଧ ଆରମ୍ଭ କରନ୍ତୁ। ରାଜା ମାନେ 3 ଗୋଟି ଉଦ୍ଦେଶ୍ୟ ନେଇକି ଯୁଦ୍ଧ କରୁଥିଲେ। ନମ୍ବର 1, ନୂଆ ସାମ୍ରାଜ୍ୟ ପାଇବା ପାଇଁ। ନମ୍ବର 2, ଅନ୍ୟ ଶତ୍ରୁ ହାତରୁ ନିଜ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ। ନମ୍ବର 3, ଯଦି କିଛି ହଜାଇ ଦେଇଛନ୍ତି ଗତ ବର୍ଷ ମାନଙ୍କରେ, ସେ ସାମ୍ରାଜ୍ୟକୁ ଏ ବର୍ଷ ଫେରି ଆଣିବା ପାଇଁ। এই 3 ଗୋଟି ମଧ୍ୟରୁ କୌଣସି ନା କୌଣସି ଗୋଟିଏ ଆପଣଙ୍କର ଉଦ୍ଦେଶ୍ୟ ଥାଇପାରେ। ଯଦି ଆପଣ କିଛି ଗତ ବର୍ଷ ମାନଙ୍କରେ ହଜାଇ ଦେଇଛନ୍ତି, ସାମସନ ହରାଇ ଦେଇଥିଲା, ସେ ଯୁଦ୍ଧ କରିକି ଫେରି ପାଇଲା। ପ୍ରଭୁଙ୍କ ଲୋକମାନେ, ତାମାନେ ଯଦି ଗତ ବର୍ଷ ଆମେ କିଛି ହରାଇ ଦେଇଛୁ, ଆମର ଆତ୍ମିକ ଆଶୀର୍ବାଦ ହେଉ, ଆମର ପାରିବାରିକ ଜୀବନର ଆଶୀର୍ବାଦ ହେଉ, ଆମର ସେବା କାର୍ଯ୍ୟର ଆଶୀର୍ବାଦ ହେଉ। ବାଇବଲରେ ବହୁତ ଲୋକ ହରାଇଲେ, ସମସ୍ତେ ଫେରି ପାଇଲେ ନାହିଁ। ଏଲି ଯାଜକ ବଂଶାନୁକ୍ରମରେ ଯାଜକତ୍ୱ ହରାଇଲେ, ତାଙ୍କ ବଂଶ ଆଉ ଫେରି ପାଇଲେ ନାହିଁ। ସାଉଲ ହରାଇଲେ, ଆଉ ଫେରି ପାଇଲେ ନାହିଁ। ଏସଉ ହରାଇଲା, ଫେରି ପାଇଲା ନାହିଁ। ଇସ୍କାରିୟତ ଜିହୁଦା ହରାଇଲା, ଫେରି ପାଇଲା ନାହିଁ। ଏମାନେ ହାରିଥିବା ରାଜା ମାନେ ଅଟନ୍ତି। କିନ୍ତୁ ବିଜୟ ରାଜା ମାନଙ୍କୁ ଆମେ ଦେଖିବା, ଯୋଉମାନେ ହରାଇଥିଲେ ସତ, କିନ୍ତୁ ଫେରି ପାଇଲେ। ବହୁତ ସୂତ୍ର ଅଛି, 2 ଗୋଟି କଥା ଖାଲି ମୁଁ କହିବି ଫେରି ପାଇବା ପାଇଁ ହେଲେ। ପଢନ୍ତୁ ଜୋଏଲ 2:25। ଆଉ ଆମେ ତୁମମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟ ଦଳ, ଅର୍ଥାତ୍ ପଙ୍ଗପାଳ, ପତଙ୍ଗ,
ଗୁରଗୁରିଆ ଓ ଚୁକକିଟ ପଠାଇଲୁ, ସେମାନେ ଯେଉଁ ବର୍ଷର ସତ୍ୟାତି ଖାଇଅଛନ୍ତି ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା। ଈଶ୍ୱରଙ୍କ ଲୋକମାନେ ପରମେଶ୍ୱର କହୁଛନ୍ତି ଜୋଏଲ 2:12 ଯଦି ଆମେ ପାଳନ କରିବା 2:25 ଆମ ଜୀବନରେ ସଫଳ ହେବ। ଆଉ 12ରେ ଲେଖା ଅଛି ଉପବାସ ପଢନ୍ତୁ। ତଥାପି ସଦାପ୍ରଭୁ କହନ୍ତି, ଏବେ ତୁମ୍ଭେମାନେ ଉପବାସ ରୋଦନ ଓ ବିଳାପ କରି ଆପଣା ମାନଙ୍କର ସର୍ବାନ୍ତକରଣ ସହିତ ଆମ୍ଭ ନିକଟକୁ ଫେରି ଆସ। ଯଦି 12 ଅନୁସାରେ ଯଦି ଜଣେ ବ୍ୟକ୍ତି ଉପବାସ କରିବା ଏବଂ ରୋଦନ କରି ନିଜ ପାପରୁ ଫେରିବା ଆରମ୍ଭ କରିବ, ଶୁଣନ୍ତୁ ସେ ଯୁଦ୍ଧ ଆରମ୍ଭ କରିଛି। ଏ ବର୍ଷର ଆରମ୍ଭ ଉପବାସ ସହିତ କରନ୍ତୁ। এই ବର୍ଷର ଆରମ୍ଭ ଯଦି ଆମେ ଜୋଏଲ 2:12 କୁ ଧ୍ୟାନ ଦେବା 2:25 ସଫଳ ହେବ। ଯେହେତୁ ପରମେଶ୍ୱର 12ରେ ସୂତ୍ର ବା ଫର୍ମୁଲା କହୁଛନ୍ତି ଉପବାସ କରି ଫେର। ତହିଁରେ 13, 14, 15, 16, 17, 18 ଠାରୁ ଆରମ୍ଭ କରିକି 27 ଯାଏ ଯାହା ଲେଖା ଅଛି ସେ ସବୁ ଅଂଶ ଅଂଶ କରିକି ସମ୍ପୂର୍ଣ୍ଣ ଘଟିବ। ତାମାନେ ମୁଁ ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ କିଛି ହରାଇଛନ୍ତି, ଯୋଉମାନେ ଫେରି ପାଇଛନ୍ତି ସେମାନଙ୍କୁ ଦେଖିବା। ଜାଇରସ ତା ଝିଅକୁ ହରାଇଥିଲା, କିନ୍ତୁ ଯୀଶୁ କହିଲେ ରୋଦନ କର ନାହିଁ, ବିଶ୍ୱାସ କର ତୁମ ଝିଅ ବଞ୍ଚିବ। ଆଉ ସେ ବିଶ୍ୱାସ କଲା, ଯୀଶୁ ତା ଝିଅକୁ ଆଉ ଥରେ ତାଙ୍କୁ ଫେରାଇ ଦେଲେ। ମୁଁ କହିବା ପାଇଁ ଚାହେଁ, ଜାଇରସ ଫେରି ପାଇବା ପାଇଁ ବିଶ୍ୱାସ କଲା। ପ୍ରଭୁଙ୍କ ଲୋକମାନେ ତାମାନେ ଏଇ ବର୍ଷ ଆପଣ ଜୀବନରେ ଯାହା ବି ହରାଇଛନ୍ତି ଆପଣ ଏମିତି ଯୁଦ୍ଧ କରନ୍ତୁ ଆପଣ ଫେରି ପାଇବେ। ଆଉ ଯଦି ଫେରି ପାଉନାହାନ୍ତି ଆପଣ ଯୁଦ୍ଧ କରିନାହାନ୍ତି। ସାଧାରଣ ଯୁଦ୍ଧ କଲେ ଶତ୍ରୁ ଠାରୁ ଆମେ ଫେରି ଆଣିପାରିବା ନାହିଁ। ଶତ୍ରୁ ନେଇ ଯାଇଛି। ପରମେଶ୍ୱର କହିଲେ ପ୍ରଭୁଙ୍କ ଲୋକମାନେ ଉପବାସ କର, ରୋଦନ କର, ସର୍ବାନ୍ତକରଣ ସହିତ ଫେର। ତାମାନେ ଉପବାସ ବଡ କଥା ନାହିଁ। ସେଇ ଜାଗାରେ ପ୍ରଭୁ ଯାହା କରିବାକୁ କହୁଛନ୍ତି ସେଇଟା ଉପବାସ ଖାଲି ନାହିଁ। ଭଲରେ ପଢନ୍ତୁ 12 ପଦ କଣ ଉଦ୍ଦେଶ୍ୟ କଣ? ତଥାପି ସଦାପ୍ରଭୁ ଏବେ ହିଁ ତୁମ୍ଭେମାନେ ଉପବାସ ହଁ। ରୋଦନ ଓ ବିଳାପ କରି ଆପଣମାନଙ୍କର ସର୍ବାନ୍ତକରଣ ସହିତ ଆମ୍ଭ ନିକଟକୁ ଫେରି ଆସ। ତା ମାନେ ବର୍ଷର ଆରମ୍ଭ ଯୁଦ୍ଧର ସମାନ ଥିଲା। ନୂତନ ନିୟମରେ ଆତ୍ମିକ ଯୁଦ୍ଧ କରିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। ଯଦି ଆମେ ଯୁଦ୍ଧ କରିବା ନାହିଁ, ପ୍ରଭୁଙ୍କ ଲୋକମାନେ ଶୟତାନ ଯୁଦ୍ଧ ଜାରି ରଖିଛି। ଏଣୁ ମୁଁ ଆପଣଙ୍କୁ ଗୋଟି ଗୋଟି କରି ଟିକେ ସମୟ ନେଇକି କହିକି ସମାପ୍ତ କରିବି। ଆପଣ କେମିତି ଯୁଦ୍ଧ କରିବେ?
प्रथम युद्ध है उपवास प्रार्थना किंतु ए उपवास प्रार्थना कि प्रकार उद्देश्य रहिबा दरकार आउ थरे पढंतु तथापि सदाप्रभु कहती एबे ही तुम्ही माने उपवास रोदन व विलाप करी आपना मानकर सर्वांतकरण सहित आम्भ निकटକୁ फेरी आस। परमेश्वरଙ୍କର उद्देश्य ହେଉଛି केवल उपवास नाही से चाहुଛନ୍ତି उपवास करिकी फेरंतु। जदि ए वर्षरे जहां किछि शत्रु खाई देछि आपण फेरी पाइबा पई चाहुଛନ୍ତି उपवास खाली करंतु नहीं उपवास करिकी फेरंतु। भोकरे खाली रहिले हेबो नाही परमेश्वर चाहुଛନ୍ତି उपवास करिकी फेरिबाकू पड़िबो। आम लोक माने उपवास करंती कांदंती किंतु स्वभाव रे परिवर्तन आसु किछि लाभ हेबो नाही से उपवास प्रभु को लोक माने जदि आपण हराई देथिबा आशीर्वाद फेरी पाइबा पई चाहुଛନ୍ତି उपवास करिकी निजको समीक्षा करिकी फेरंतु। अपवय पुत्र फेरिला जहा हराइथिला सबु पाइला ता माने फेरी आसीबा होची गोटे युद्ध। जदि केही बापांको ठारू दूर को चली जाइछंती आपण बहुत किछि हराई देथिबे। केही जदि आत्मिक शक्ति हराइछंती दान हराइछंती वरदान हराइछंती ईश्वरंकर अनुभूति हराइछंती मु आपनको कहिबा पई चाहे ए वर्षर आरंभ रे उपवास रे बसंतु समीक्षा करंतु अनुताप करंतु आपण जहां जहां हराइछंती आउ थरे फेरी पाइबे। युद्धर आरंभ समय होची वर्षर आरंभ समय। जदि करि नाहंती उपवास आरंभ करंतु। आंध्र रे किछि पालक माने जनवरी 1 रो उपवास रे बसिछंती काहेकि किछि नुआ आरंभ करबाको चाहुछंती। तमिलनाडु रे केरल रे 40 दिन उपवास घोषणा करा जाइछि काहेकि वर्षर आरंभ समय खाइबा पीबा आमोद प्रमोद करिबार समय नाही वर्षर आरंभ समय युद्ध करिबार समय आ उपवास प्रार्थना गोटे युद्ध होते जहां आपण हरैछंती बाइबल रो ग्यारंटी जदि अपवय पुत्र फेरी आसंते फेरी पाइला जदि सामसन अनुताप करते फेरी पाइला जदि फेरी पाइछंती जाइरस आपण मध्य फेरी पाइबे। प्रभु लोक माने एई वर्ष आपण फेरी पाइबा पई हेले उपवास सहित आउ गोटे विषय को जोग करबा को पड़िबो। वाक्य अनुसारे युद्ध करिबे। आमे देखु दाऊद बहुत किछि हराई थिला किंतु दाऊद सबु किछि फेरी पाइला। दाऊद किछि भी एमती नाही जहा फेरी पाई नाही। प्रथम सामुएल 30 अध्याय बाहर करंतु सेठारे देखंतु सिक्लग रे थिला बेले दाऊदଙ୍କ निकटरे आसिकी अमालेकीय माने आसी पहुंचिले तांको परिवार को बंदी करिकी नहीं गले तांकर नगर को अग्नि रे दग्ध गले किंतु दाऊद निराश होइनंती। दाऊद सब विषय को पुनर्बार फेरी पाउछंती। प्रभु को नाम धन्य हो। 30 अध्याय 1 पढो। ए उतारे दाऊद ओ तांकर लोक माने तृतीय दिन रे सिक्लग नगर रे उपस्थित हेले से समय को अमालेकीय लोक माने दक्षिणांचल वो सिक्लग आक्रमण करिथिले वो सिक्लग को आघात करी अग्नि रे दग्ध करिथिले। अग्नि रे शत्रु माने आसी दाऊदଙ୍କ परी वीर योद्धार परिवार को अमालेकीय माने लुटी नेले।
बेले बेले आमे बड़ वीर प्रचारक हो बा पालक हो आम उपरे मध्य आक्रमण हब दाऊदଙ୍କ घरକୁ ତାଙ୍କ ସ୍ତ୍ରୀ ମାନଙ୍କୁ ତାଙ୍କ ପିଲାମାନଙ୍କୁ ବାନ୍ଧି କରି ଅମାଲେକୀୟ ମାନେ ନେଇଗଲେ। ପ୍ରଭୁଙ୍କ ଲୋକମାନେ 600 ଲୋକମାନଙ୍କୁ ଧରିକି ଦାଉଦ ବୁଲୁଛନ୍ତି। ନିଜ ଲୋକମାନେ ପଥର ମାରିବା ପାଇଁ ଚାହିଁଲେ ଦାଉଦଙ୍କୁ, କିନ୍ତୁ ଦାଉଦ ଯାହା ଯାହା ହରାଇଥିଲେ ସବୁ ଫେରିବା ପାଇଁ ଗୋଟିଏ ପନ୍ଥା ଅବଲମ୍ବନ କଲେ। ଆଉ ସେ ପନ୍ଥା ହେଉଛି ପଢନ୍ତୁ 8 ପଦ। ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ ଏହି ସୈନ୍ୟ ଦଳର ପଛେ ପଛେ ଗଡ଼ାଇଲେ କିଏ ସେମାନଙ୍କ ସଙ୍ଗ ଧରି ପାରିବି? ତହିଁରେ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ, କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନହି ସମସ୍ତଙ୍କୁ ଉଦ୍ଧାର କରିବ। ବାକ୍ୟ ପାଇଲେ ପରମେଶ୍ୱରଙ୍କ ଠାରୁ, ପରମେଶ୍ୱରଙ୍କୁ ପଚାରିଲେ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଯଦି ସେବା କାର୍ଯ୍ୟରେ ଆପଣ କିଛି ବି ହରାଇ ବସିଛନ୍ତି, ପ୍ରଭୁଙ୍କ ପାଖରେ ବସିକି ଟିକେ ପଚାରନ୍ତୁ। ଦାଉଦ ଗଲିଆଦର ଯୁଦ୍ଧ ମନେ ପକେଇକି ନିଜେ ଚାଲି ଯାଇ ନାହାନ୍ତି। ସିଂହ ଭାଲୁକୁ ମାରିଥିବା ବୀର ନିଜେ ନିଜେ ଚାଲି ଯାଇ ନାହାନ୍ତି, ପ୍ରଭୁଙ୍କ ପାଖରେ ବସିଲେ। ପ୍ରଭୁଙ୍କୁ ପଚାରିଲେ, ମୋ ସ୍ତ୍ରୀ ମାନଙ୍କୁ ଶତ୍ରୁ ନେଇଗଲେ, ମୋ ପିଲାମାନଙ୍କୁ ନେଇଗଲେ, ମୁଁ କଣ କରିବି? ତହିଁରେ ସଦା ପ୍ରଭୁ କହିଲେ, ଯାଅ, ତୁମେ ଫେରି ପାଇବ। ସେ ବାକ୍ୟ ଅନୁଯାୟୀ କର୍ମ କଲେ। ଆଉ ଲେଖା ଅଛି 30 ଅଧ୍ୟାୟର 18-19 ପଦରେ, ପୁଣି ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ ଦାଉଦ ସେ ସମସ୍ତ ଉଦ୍ଧାର କଲେ। ମଧ୍ୟ ଦାଉଦ ଆପଣର 2 ଭାର୍ଯ୍ୟାଙ୍କୁ ମୁକ୍ତ କଲେ। ପୁଣି ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଉଣା ହେଲା ନାହିଁ। ଦାଉଦ ସବୁ ଫେରି ପାଇଲେ। ଦାଉଦ ସବୁ ଫେରି ପାଇଲେ। ମୁଁ କହିବା ପାଇଁ ଚାହେଁ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯଦି ଆପଣ କିଛି ବି ହରାଇଛନ୍ତି, ଏଇ ବର୍ଷରେ ଯୁଦ୍ଧ କରିକି ଆରମ୍ଭ କରନ୍ତୁ, ଆପଣ ସବୁ ଫେରି ପାଇବେ। କିନ୍ତୁ ଯୁଦ୍ଧ କରିବାକୁ ପଡିବ, ଯୁଦ୍ଧ କରିବାକୁ ପଡିବ। ଦାଉଦ ବାକ୍ୟ ଧରିକି ଗଲେ, ପରମେଶ୍ୱରଙ୍କର ପରାମର୍ଶ ଲୋଡ଼ିଲେ, ଆଉ ସେ ଯୁଦ୍ଧ କରିକି ସବୁ ଫେରାଇ ଆଣିଲେ। ମୁଁ କହିବା ପାଇଁ ଚାହେଁ, ଉପବାସର ଯୁଦ୍ଧ କରନ୍ତୁ, ପରମେଶ୍ୱରଙ୍କର ବାକ୍ୟ ଧରି ଯୁଦ୍ଧ କରନ୍ତୁ ଏବଂ ବିଶ୍ୱାସର ଯୁଦ୍ଧ କରନ୍ତୁ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଏଇଟା ହେଲା ଗୋଟିଏ ଉଦ୍ଦେଶ୍ୟ। ରାଜା ମାନେ ଯୁଦ୍ଧ କରୁଥିଲେ ଫେରି ପାଇବା ପାଇଁ, ରାଜା ମାନେ ଯୁଦ୍ଧ କରୁଥିଲେ ହରାଇ ଦେଇଥିବା ଆଶୀର୍ବାଦ ଫେରି ପାଇବା ପାଇଁ। ଅବ୍ରାହମ ବି ହରାଇ ଦେଇଥିଲେ, ନିଜ ସ୍ତ୍ରୀକୁ ହରାଇ ଦେଇଥିଲେ, କିନ୍ତୁ ଶତ୍ରୁ ଛୁଇଁ ପାରିଲା ନାହିଁ, ସେ ଫେରି ପାଇଲେ। ମୁଁ କହିବା ପାଇଁ ଚାହେଁ, ଏଲିଶାଙ୍କ ସମୟରେ ବହୁତ ଘଟଣା ଉଲ୍ଲେଖ ଅଛି। ଜଣେ କାଠ କାଟୁ କାଟୁ କୁରାହାଡିକୁ ହରାଇ ଦେଲା, କିନ୍ତୁ ଏଲିଶାଙ୍କ ସାହାଯ୍ୟ ବଳରେ ସେ ପୁନର୍ବାର ଫେରି ପାଇଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଲୋକମାନେ ଏଲିଶାଙ୍କ ପରି ପ୍ରଭୁଙ୍କ ଲୋକମାନଙ୍କର ସହଭାଗିତା ଆମ ଜୀବନ ପାଇଁ ନିହାତି ଦରକାର। ଯଦି ସେଦିନ ଏଲିଶା ନଥାନ୍ତେ, ସେ ନିଜର କୁରାହାଡିକୁ ଫେରି ପାଇ ନଥାନ୍ତା। 7 ଗୋଟି ବିଷୟ ଏଲିଶାଙ୍କ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକ ଫେରି ପାଇଥିଲେ। 7 ଗୋଟି ରିଷ୍ଟୋରେସନ ହେଇଥିଲା। ମୁଁ ଆଜି କହିବାକୁ ଚାହୁଁଅଛି, ଯୋଉ ବିଶିଷ୍ଟ ପ୍ରଭୁଙ୍କ ଦାସ ପାଳକ ପ୍ରଚାରକ ମାନେ ଅଛନ୍ତି, ସେମାନଙ୍କ ସହଭାଗିତା ଆପଣଙ୍କର ରିଷ୍ଟୋରେସନର କାମ କରିବ। ଯଦି ଏଲିଶା ନଥାନ୍ତେ, ସେ କୁରାହାଡି ଫେରି ପାଇ ନଥାନ୍ତା। ନମ୍ବର 1। ନମ୍ବର 2, ସୁନେମିଆର ପୁଅକୁ ସୁନେମିଆ ଫେରି ପାଇ ନଥାନ୍ତା।
नंबर 3 नामान निज स्वास्थ्य फेरी पाई नथिला लेखा अछि पूर्व परि तार चर्म नूतन हेगला। चतुर्थ जिरिह नगर पुनर्बार निज पूर्व अवस्था को फेरी आसला। प्रभु लोक माने पंचमरे देशर दुर्भिक्ष दूर हे देश पूर्व अवस्था को फेरी आसला। षष्ठरे प्रभु लोक माने जड़े ऋण अवस्था को चली जाइथिला से पुनर्बार निजर पूर्व अवस्था को फेरी आसी। मु कहिबा पई चाहे सप्तमरे जड़े मृत एलिसा अस्थि द्वारा निजर पूर्व जीवन को फेरी पाइला। एलिसा कथा एलिसा अस्थि एलिसा आदेश जो माने पालन कले से माने हराई ब्लेसिंग को फेरी पाइले। आपणको गहणरे जो प्रभुंक दास मानकर परामर्श मिलुछि ग्रहण करिकी चलतु। प्रभु लोक माने गिहेसी ताहा खला नाई पाई थिला पद शिष्यत्वर हराई देला सब। मु कहिबा को चाहे वर्षर आरंभ को खामख्याली करंतु नाही। बहुत सुंदर प्रार्थना मीटिंग टे हेछि हमको सचेतन करिबा पाए। आपण माने जे कई होतु आपण गोटे गोटे राजा होते आ वर्षर आरंभ आपण आत्मिक युद्ध आरंभ करिवार समय होते। तीन गोटी उद्देश्य कथा मु कहउथिली हराई थिबा सकल ब्लेसिंग को फेरी पाइबा पाई राजा माने युद्ध करुथिले। आ आमे केमिति हराई थिबा आशीर्वाद को फेरी पाइबा मु आपनको स्तन मध्यरु केतोटी पंथा कहिली। उपवास द्वारा आमे फेरी पाइबा आओ अनुताप करी संपूर्ण फेरी आसंते आमे फेरी पाइबा। विश्वास द्वारा फेरी पाइबा। साधु भक्त मानकर शिक्षा परामर्श आम जीवन रे जदि अनुकरण करिबु हराई थिबा आशीर्वाद फेरी पाइबार कारण हबो। प्रभु को नाम धन्य हेउ। बेले बेले साधु भक्त माने देखा जिवे नाही किंतु प्रभु अछंती। अपवय पुत्र को कौनसी साधु भक्त कथा कहि नांती से निजे चेतना पाई के फेरिला। सामसन को केई शिक्षा देई नांती से निजे चेतना पाई के फेरिला। ता माने चेतना पाई की फेरिबा आपे गोटे एमिति युद्ध छे आपण हराई थिबा ब्लेसिंग को फेरी पाइबे। 2025 रे जदि किछि हराई छंती 2024 रे जदि किछि हराई छंती मोर भाग्य खराब बोली निज भाग्य को निंदा दियंतु नाही। उपवास करंतु रोदन करंतु आंतुरे समय बितांतु आपण हराई थिबा आशीर्वाद फेरी पाइबे। एटा प्रथम युद्ध। राजा माने द्वितीय उद्देश्य रे युद्ध करुथिले। से माने किछि नुआ साम्राज्य पाइबा आशा जदि बा किछि हराई नांती किंतु नुआ पाइबा को चाहते। आपण वर्षर आरंभ रे जदि किछि नुआ ब्लेसिंग पाइबा पाई चाहउछंती युद्ध नाही तो आपण पाई परिबे नाही। कहा पर युद्ध कले नुआ पाइबे। जाकोब परे जाकोब नुआ ब्लेसिंग पाइबा पाई पदन अराम निकटरे जबोक नदी घाटरे सारा राति परमेश्वर सहित युद्ध करिछे। प्रभु लोक माने से जीवन रे जेबे भी किछि भी पाई पारि नथिला से दिन गोटे सेमति नुआ ब्लेसिंग पाइला। मु कहिबा पई चाहे आपण जदि चलित 2026 को नुआ करिबा पई चाहुछंती नुआ आशीर्वाद रे पूर्ण करिबा पई चाहुछंती जाकोब परि परमेश्वर सहित युद्ध करंतु। परमेश्वर बाध्य हेई गले 5 मिनिट 10 मिनिट रो प्रार्थना रो युद्ध नथिला
ହୋସେୟ 12:3-4 ପଢନ୍ତୁ। ଯାକୁବଙ୍କର କି ପ୍ରକାର ଯୁଦ୍ଧ ଥିଲା? ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ହୁଁ। ଓ ବୟପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା। ହୁଁ। ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା। ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା। ସେ ବୈଠକରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା। ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ। ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ। ପରମେଶ୍ୱରଙ୍କ ସାନ୍ନିଧ୍ୟରେ ପାହାନ୍ତିଆ ହେବା ପର୍ଯ୍ୟନ୍ତ ସେ କ୍ରନ୍ଦନ କରି ବିନତି କରୁଛନ୍ତି। ମୋଶା କହିଲେ ମଲ୍ଲ ଯୁଦ୍ଧ ବୋଲି, ହୋସେୟ କହିଲେ କ୍ରନ୍ଦନ ବୋଲିକି। ଆଉ ସକାଳ ହେଲା ବେଳକୁ ସେ ଯାକୁବ ନୁହନ୍ତି, ସେ ଇସ୍ରାଏଲ। ନୂଆ ନାମ ଆଡ ହେଇଗଲା। ମୁଁ ଆପଣଙ୍କୁ ପ୍ରଫେସି ର କଥା କହୁଛି, ଆପଣ ନୂଆ ନାମ ପାଇବେ। ନୂଆ ନାମ ସମସ୍ତଙ୍କୁ ମିଳେ ନାହିଁ। ଏହା ବାଇବଲର ପ୍ରଫେସି ଅଟେ, ମୋର ନାହିଁ। ଯଦି ଆପଣ ଯୁଦ୍ଧ କରିବେ, ଛାଡ଼ିବାକୁ ହେବ ନାହିଁ ପ୍ରଭୁଙ୍କୁ। ଯାକୁବ ଛାଡ଼ିଲା ନାହିଁ। ସାରା ରାତି ଧରି ଦେଇଛି, ପ୍ରାର୍ଥନାର ଅଶ୍ରୁର ବନ୍ଧନରେ ବାନ୍ଧି ଦେଇଛି। ପରମେଶ୍ୱର ବାଧ୍ୟ ହେଇକି ତାକୁ ଆଶୀର୍ବାଦ କରୁଛନ୍ତି। ଯାହା ସେ କେବେ ବି ପାଇନାହିଁ, ସେଦିନର ଯୁଦ୍ଧରେ ସେ ପାଇଲା। এই ଚଳିତ ନୂଆ ବର୍ଷରେ ଯଦି ଆପଣ ନୂଆ ଆଶୀର୍ବାଦ ପାଇବା ପାଇଁ ଚାହାନ୍ତି, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରାର୍ଥନାର ବୀର ହୋଇଯାଆନ୍ତୁ। ଆପଣଙ୍କ ନାମ ବଦଳିବ। ବାଇବଲରେ ପରମେଶ୍ୱର ବହୁତଙ୍କର ନାମ ବଦଳେଇଛନ୍ତି। ବହୁତଙ୍କର ନାମ ବଦଳେଇଛନ୍ତି। କାହାରି ତ ସେ ନାମ ବଦଳେଇଛନ୍ତି, କାହାରି ତ ସେ ଡେଜିଗ୍ନେସନ ବଦଳେଇଛନ୍ତି। ଯାକୁବ ଇସ୍ରାଏଲ ହେଲା। କଣ ଫରକ ଯାକୁବ ଇସ୍ରାଏଲ ମଧ୍ୟରେ? ଯାକୁବ ଏକ ବ୍ୟକ୍ତି, ଇସ୍ରାଏଲ ଏକ ଦେଶ ଅଟେ। ତାମାନେ ହଜାର ଗୁଣରେ ସେ ବହୁଗୁଣିତ ହେଉଛି। ମୁଁ କହିବାକୁ ଚାହେଁ, ଯଦି ଆପଣ ପ୍ରଭୁଙ୍କ ସାନ୍ନିଧ୍ୟରେ ପ୍ରାର୍ଥନାର ଯୁଦ୍ଧ କରିବେ, ଏ ବର୍ଷ ଆପଣ ବହୁଗୁଣିତ ଆଶୀର୍ବାଦରେ ପୂର୍ଣ୍ଣ ହେବାର ବର୍ଷ ହେବ। ଯାକୁବ ଇସ୍ରାଏଲର ଦ୍ୱିତୀୟ ପରିବର୍ତ୍ତନ। ଯାକୁବ ହେଲା ଇସାକଙ୍କର କନିଷ୍ଠ ପୁତ୍ର, କିନ୍ତୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି ଆମର ଜ୍ୟେଷ୍ଠ ପୁତ୍ର। ମୁଁ କହିବାକୁ ଚାହେଁ, ଆପଣ କନିଷ୍ଠ ହେଇକି ରହିବେ ନାହିଁ, ଆପଣ ନୀଚ ହେଇକି ରହିବେ ନାହିଁ, ଆପଣ ଦୁର୍ବଳ ହେଇକି ରହିବେ ନାହିଁ, ଆପଣ କ୍ଷୁଦ୍ର ହେଇକି ରହିବେ ନାହିଁ, ଆପଣ ଜୁନିୟର ହେଇକି ରହିବେ ନାହିଁ, ଆପଣ ନିମ୍ନ ହେଇକି ରହିବେ ନାହିଁ। ଯଦି ପରମେଶ୍ୱରଙ୍କ ସହିତ ପ୍ରାର୍ଥନାର ଯୁଦ୍ଧ କରିବେ, ଏ ବର୍ଷ ପ୍ରଭୁ ଆପଣଙ୍କୁ ଉତ୍ସ କରିବାକୁ ଯାଉଛନ୍ତି। ଏ ବର୍ଷ ଆପଣ ନୂଆ ପଦବୀ ପାଇବେ, ଆପଣ ନୂଆ ସ୍ଥାନକୁ ଯିବେ, ଆପଣ ନୂତନ ଆଶୀର୍ବାଦରେ ପୂର୍ଣ୍ଣ ହେବେ। ଆପଣ ଗୋଟିଏ ଆତ୍ମିକ ରାଜା ଯୁଦ୍ଧ କରନ୍ତୁ। ଆମ ଲୋକମାନେ ପ୍ରାର୍ଥନାକାରୀ ଲୋକ ନୁହନ୍ତି, ବହୁତ କମ ପ୍ରାର୍ଥନାରେ ସମୟ ବିତାନ୍ତି। ବାକି ସବୁ କରିବା ପାଇଁ ସମୟ ଅଛି। କର୍ମକର୍ତ୍ତା ହେଲେ ମଣ୍ଡଳୀର ସବୁ କମିଟି ମିଟିଂ କରିବା ପାଇଁ ବହୁତ ଟାଇମ ଅଛି। ପ୍ରାର୍ଥନାରେ ସମୟ ଏତେ ଦେଇ ହଉନାହିଁ। ଆମେ ପ୍ରତ୍ୟେକ ସେ ମଣ୍ଡଳୀର କର୍ତ୍ତୃପକ୍ଷ ହେଉ, ପ୍ରଭୁଙ୍କ ଲୋକ ହେଉ, ବିଶ୍ୱାସୀ ହେଉ, ଯଦି ଆମେ ଅଧିକ ସମୟ ଯାକୁବ ପରି ପ୍ରଭୁଙ୍କୁ ଜାବୁଡ଼ି ଧରିବା ନାହିଁ, ଏ ବର୍ଷ ନୂଆ ପାଇହେବ ନାହିଁ। ସେଦିନ ଠାରୁ ଯାକୁବ ଆଉ କେବେ ହେଲେ ଅଭିଶପ୍ତ ହେଇନାହିଁ। ସେ ରାତ୍ରି ତାହାର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। କାହିଁକି? ସେ ପ୍ରାର୍ଥନାର ଯୁଦ୍ଧ କଲା। ପ୍ରଭୁଙ୍କ ଲୋକମାନେ, ଆପଣ ମଣିଷ ସହିତ ଯୁଦ୍ଧ କରିବା ଯେଦିନ ବନ୍ଦ କରିବେ ନାହିଁ, ପ୍ରଭୁଙ୍କ ସହିତ ଯୁଦ୍ଧ କରିବାର ଇଚ୍ଛା ହେବ ନାହିଁ। ସେ ବହୁତ ଯୁଦ୍ଧକାରୀ ବ୍ୟକ୍ତି।
মা ଉଦରରୁ ଯୁଦ୍ଧ କରିଛି, ସେ ଭାଇର ପାଦ ମୂଳ ଧରିଛି, ପଦ ପଦବୀ ପାଇବା ପାଇଁ ଅନ୍ୟାୟ କରିଛି, ମିଥ୍ୟା କହିଛି, ପ୍ରବଞ୍ଚନା କରିଛି, କିନ୍ତୁ ପାଇପାରି ନାହିଁ। ପାଇଲେ ମଧ୍ୟ ସୁଖ ଶାନ୍ତି ପାଇନାହିଁ। ଶେଷରେ ଦେଖିଲା ଗୋଟିଏ ଜାଗାରେ ହିଁ ମୁଁ ନୂଆ ଆଶୀର୍ବାଦ ପାଇବି। ପଦନରାମର ଜବକ ନଦୀ ଘାଟରେ ପରିବାରକୁ ସେ ପାରି ନେଇଯାଇ ଏ ପାରିରେ ସାରା ରାତି କାନ୍ଦିଛି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଏ ବର୍ଷ ନୂଆ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି, କ୍ରନ୍ଦନର ପ୍ରାର୍ଥନାର ଯୁଦ୍ଧ ଜାରି ରଖନ୍ତୁ, ଆପଣ ନୂଆ ପାଇବେ। ଶେଷ କଥା, ପ୍ରଭୁଙ୍କ ଲୋକମାନେ ଯଦି କିଛି ହରାଇ ବସିଛନ୍ତି, ରାଜା ମାନେ ତୃତୀୟ ଉଦ୍ଦେଶ୍ୟରେ ଯୁଦ୍ଧ କରୁଥିଲେ, ନିଜର ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ। ଯଦି ଶତ୍ରୁ ଆସୁଛି, ଆମ ସାମ୍ରାଜ୍ୟ ସେ ହରଣ କରି ନ ନେଉ। ଯଦି କେହି ଭାବୁଛନ୍ତି ମୋର ସବୁ ଅଛି, ମୁଁ ଭଲରେ ଅଛି, ଅବହେଳିତ ହୁଅନ୍ତୁ ନାହିଁ। Praise the Lord. बैटरी सरला यार। Praise the Lord. ଯାହା ଅଛି ତାକୁ ଦୃଢ କରି ଧର। 3:12 ପଢନ୍ତୁ। ଯେ ଜୟ କରେ ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରି 9 ପଢ। ଦେଖ, ଯେଉଁମାନେ ଯିହୁଦୀ ନୁହନ୍ତି କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଯେଉଁମାନେ ଜିହୁଦୀ ନୁହନ୍ତି ମିଥ୍ୟାରେ ଆପଣାକୁ ଜିହୁଦୀ ବୋଲି କୁହନ୍ତି, ଏପରି ସୟତାନ ଦଳର ଲୋକମାନଙ୍କୁ ହଁ, ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ। এই ମଣ୍ଡଳୀ ଫିଲାଡେଲଫିଆ ମଣ୍ଡଳୀ ଗୋଟିଏ ବିଶିଷ୍ଟ ମଣ୍ଡଳୀ ଅଟନ୍ତି। ଏମାନେ ଲୋକମାନଙ୍କୁ ଚିହ୍ନୁଛନ୍ତି, ଜାଣୁଛନ୍ତି। ତଳକୁ ପଡ। ଦେଖ, ଯେଉଁମାନେ ଯିହୁଦୀ ନୁହନ୍ତି କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ସୟତାନ ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ। ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ। 10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ। ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ। ଆମ୍ଭେ ଶୀଘ୍ର ଆସୁଅଛୁ, ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି ତାହା ଦୃଢ ରୂପେ ଧରି ରଖ। ଫିଲାଡେଲଫିଆ ମଣ୍ଡଳୀକୁ ପ୍ରଭୁ କହୁଛନ୍ତି, ତୁମର ବହୁତ ଅଛି, ଯାହା ଅଛି ଧରି ରଖ। ଆପଣଙ୍କୁ ପ୍ରଭୁ କିଛି ଦେଇଛନ୍ତି, ଧରି ରଖିବା ପାଇଁ ଯୁଦ୍ଧ କରିବାକୁ ପଡିବ। ପ୍ରଭୁଙ୍କ ଲୋକମାନେ ଧରି ରଖିବାର ଯୁଦ୍ଧ କି ପ୍ରକାର? ଶତ୍ରୁ ଯେମିତି ହରଣ କରି ନ ନିଏ, ଏଥିପାଇଁ ଢାଲ ଠିକ ଥିବାର ଅଛି, ନହେଲେ ଶତ୍ରୁ ହରଣ କରି ନେଇଯିବ। ଆଦମ ହବାକୁ ମିଳିଥିଲା, ଧରି ରଖି ପାରିଲେ ନାହିଁ। ଅନନ୍ତ ଜୀବନ ମିଳିଥିଲା, ଈଶ୍ୱରଙ୍କର ସାଦୃଶ୍ୟ ମିଳିଥିଲା, କର୍ତ୍ତୃତ୍ୱର ଶକ୍ତି ମିଳିଥିଲା, ଗୌରବର ବସ୍ତ୍ର ମିଳିଥିଲା, ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲା, ଅକ୍ଷୟ ଶରୀର ମିଳିଥିଲା, ଏଦନ ଉଦ୍ୟାନ ମିଳିଥିଲା, ଧରି ରଖି ପାରିଲା ନାହିଁ, ସବୁ ହରାଇଲା। ତାମାନେ ଆଦମ ଯୋଉ 7 ଗୋଟି ଆଶୀର୍ବାଦ ହରାଇଲା, ଧରି ରଖି ପାରିଲା ନାହିଁ, ଶୟତାନ ଆସିକି ହରଣ କରିନେଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆଦମ ଯେଉଁ ତ୍ରୁଟି କଲା, ସେ ତ୍ରୁଟି ଯଦି ଆମେ ବି କରିବା, ଆମେ ବି ଯାହା ପାଇଛୁ ଧରି ରଖିପାରିବା ନାହିଁ। ଆଦମଙ୍କର ତ୍ରୁଟି ହେଉଛି ଅନାଜ୍ଞାବହତା। ପୃଥିବୀର ସବୁ ଆଶୀର୍ବାଦ ଗୋଟିଏ ବାକ୍ୟରେ ନିର୍ଭର କରୁଥିଲା। এই ବର୍ଷ
मु कर्मकर्ता हो जाए मु वक्ता हो जाए मु आउ किछि हो जाए किछि फरक पड़िबो नाही जदि मु निजे पाइथिबा आशीर्वाद को धरि रखी पारिली नाही। आ धरि रखिबार मुख्य सूत्र होछि आज्ञाबद्ध। मो समय समाप्त हेउथिबारु मो वाक्य को समाप्त करिबा पई चाहे किंतु मन रखु ईश्वर को लोक माने ए वर्षर आरंभ खामख्याली आरंभ करंतु नाही। जदि ए जाए उपवासर प्लान बनै नाहंती बनांतु। ए जाए प्रार्थना करिवार समय प्रतिदिन निरूपण करिनांती करंतु। जेहेतु युद्ध नाही तो आपण किछि पाई परिबे नाही। फेरी पाइबा पई राजा माने युद्ध करूथिले। राजा माने नुआ साम्राज्य अधिकार करिबा पई युद्ध करूथिले। राजा माने जहा अछि ताकु शत्रु हाथ रे छाड़ी न देबा पई सुरक्षा देबा पई युद्ध करूथिले। समय अभावरु मो एठारे विराम देबा पई चाहे। ए वर्षर आरंभ रे आपण भी नुआ पाइबा पाई नुआ एनॉइंटिंग पाइबा पाई नुआ दान वरदान पाइबा पाई नुआ आशीर्वाद पाइबा पाई नुआ नुआ बल नुआ नुआ अनुभूति पाइबा पाई प्रार्थना रे युद्ध उपवास रे युद्ध पवित्रता रे सहित आरंभ करंतु। आपण नुआ आशीर्वाद पाइबे। नूतन वर्ष नुआ आशीर्वाद वर्ष। आसंत चक्षु बंद करंतु प्रार्थना करिबा। Praise the Lord. Be. Praise the Lord. Hallelujah. समस्ते चक्षु बंद करो। प्रभु हमको नुआ वर्ष देखाई छथि। अनेक ए वर्ष देखि नांती। से वर्ष को मुकुट पिंधांती।